नमस्कार जय जगन्नाथ। पूजा चंदा ओडिया कहानीर भाग 19 को आपण मानक पुणी थरे स्वागत। माँ को विसर्जन पाई समस्त प्रकार प्रस्तुति सरीगला। सेमिति बाण रोषणी कि डीजे नथिला, किछि भजन संगीत आ माँ दुर्गा गीत बजाइबा लगी माइक अणा जाइथिला। मद पीवा को संपूर्ण रूपे निषिद्ध करा जाइथिला। आबल वृद्ध वनिता विसर्जन पर्व रे उपस्थित रहिया पाई निष्पत्ति होइथिला। विसर्जन शेष रे समस्तक पाई दही शरबतर व्यवस्था करा जाइथिला। आज पर्यंत सब वर्ष भसाणी रे आधुनिक गीत सह डीजे बजाई निशा सेवन करी नाचिबा को पूरा गाँ देखुथिला, किंतु एथर पूजा सह भसाणी संपूर्ण भिन्न थिला। समस्ते भी एई व्यवस्था रे सहमत थिले। समस्तଙ୍କ ମନରେ କିଛି କିଛି ପରିମାଣରେ ଦୁଃଖ ଥିଲା। ଘରର ଜଣେ ସଦସ୍ୟଙ୍କୁ ବିଦାୟ ଦେବା ପରି ଅନୁଭବ ହେଉଥିଲା। ଗୌରୀ ଦେବୀ ଜୟାଙ୍କୁ ସିନା ବୁଝାଇ ଦେଇଥିଲେ, କିନ୍ତୁ ସେ ବି ସମସ୍ତଙ୍କୁ ଲୁଚାଇ ଚୁପଚାପ ଶାଢ଼ୀ କାନିରେ ନିଜ ଆଖି କୋଣରେ ଜକେଇ ଆସିଥିବା ଲୁହକୁ ପୋଛି ପକାଉଥିଲେ। ଜୟା, ପିଙ୍କି ଆଉ ରୋଜି ବସି କଥା ହେଉଥିଲେ। ପିଙ୍କି କହିଲା, ମୁଁ କେବେ ଭାବିନଥିଲି ଆମ ପୂଜା ଏତେ ସୁନ୍ଦର ହେବ ବୋଲି। ରୋଜି କହିଲା, ଆଉ ମଉସା ବି ଭଲ ହୋଇଗଲେ ମୋତେ ବହୁତ ଖୁସି ଲାଗୁଛି। ଜୟା କହିଲା, ପୂଜା ଭଲରେ ହେବାର କାରଣ ପରା ତୁମ ଦୁହିଁଙ୍କର ଆଉ ବାପା ଆଉ ବୋଉର। ସେମାନେ ଆସିନଥିଲେ ଆମେ କ'ଣ ଏମିତି ପୂଜା ପାଳନ କରିପାରିଥାନ୍ତୁ କି? ରୋଜି କହିଲା, ଏମିତି କାହିଁକି କହୁଛୁ ତୁ? ସମସ୍ତଙ୍କର ସହଯୋଗରେ ପୂଜା ଭଲରେ ହୋଇଛି। କେବଳ କ'ଣ ଆମ ଦୁଇ ଜଣଙ୍କର ବାପା ଏସବୁ କରିଛନ୍ତି ନା କ'ଣ? ଜୟା କହିଲା, ହଉ ଆଉ ଏତେ ମୁହଁ ଫୁଲାନି। ମଉସା ଆସିବାରୁ ସିନା ଅନ୍ୟ ସମସ୍ତେ ଆସି ମିଶିଲେ। ପିଙ୍କି କହିଲା, ଭସାଣୀରେ ତ ମାଆଙ୍କର ଦୁଇଟି ମୂର୍ତ୍ତି ସାଙ୍ଗରେ ଯିବ ନା? ଜୟା କହିଲା, ବାପା ତ କହୁଥିଲେ ସାଙ୍ଗରେ ଦୁଇଟି ପ୍ରତିମା ଯିବ ବୋଲି। ଆଜି ସନ୍ଧ୍ୟାରେ ଜଣାପଡ଼ିଯିବ। ରୋଜି କହିଲା, ଯାହା ହେଉ ଆମର ମାଆଙ୍କର ଅନ୍ୟ ଏକ ପ୍ରତିମାକୁ ବି ଆମେ ଦର୍ଶନ କରିପାରିବୁ। ଜୟା କହିଲା, ତୁମେ ଦୁଇ ଜଣ ତ ମାଆଙ୍କର ବଡ଼ ପ୍ରତିମା ଦେଖିବା ପାଇଁ ଆସିଥିଲ, କିନ୍ତୁ ସୁରେଶ କାକାଙ୍କ ପାଇଁ ସିନା ଆମର ସବୁ ଯୋଜନା ବିଗିଡ଼ିଗଲା ଆଉ ପରିସ୍ଥିତି ବଦଳି ଯିବାରୁ ଆମେ ମାଆଙ୍କର ବଡ଼ ପ୍ରତିମା ଦର୍ଶନରୁ ବଞ୍ଚିତ ହେଲୁ। କିନ୍ତୁ ମାଆ ତ ଏକଥା ଜାଣିଛନ୍ତି, ସେଥିପାଇଁ ଯେକୌଣସି ଉପାୟରେ ହେଲେ ବି ମାଆଙ୍କୁ ଦର୍ଶନ ଦେବେ ଆଉ ଆମର ଇଚ୍ଛା ପୂରଣ ବି କରିବେ। ପିଙ୍କି କହିଲା, ଯାହା ହେଉ ସେ ଚଣ୍ଡାଳ ସୁରେଶ ପାଇଁ ଗୋଟେ ଭଲ କାମ ହେଲା। ଏଥର ଆଉ ବହୁତ ବଡ଼ ପରିବର୍ତ୍ତନ ବି ହେଲା। ସେଥିପାଇଁ ସବୁ ଘଟଣା ପଛରେ କିଛି ନା କିଛି କାରଣ ଲୁଚି ରହିଥାଏ। ଜୟା କହିଲା, ମୁଁ ମନା କରିଥିଲି ନା ଗୁରୁଜନଙ୍କୁ କୌଣସି ଅପମାନଜନକ ଶବ୍ଦ ପ୍ରୟୋଗ କରିବା ଉଚିତ ନୁହେଁ ବୋଲି, ପୁଣି ସେମିତି କହୁଛୁ ତୁ? ପିଙ୍କି କହିଲା, ସେ ତୋର କେତେ କ୍ଷତି କରି ସାରିଲେଣି, ତଥାପି ଆହୁରି ତାକୁ ତୁ ଗୁରୁଜନ କହି ସମ୍ମାନ ଦେଉଥା। ଜୟା କହିଲା, ସେ ତାଙ୍କ କର୍ମ ଅନୁସାରେ ଫଳ ପାଇବେ। ଆମେ ତାଙ୍କୁ ଖରାପ କହି କୌଣସି ପାପ ଅର୍ଜନ କରିବା ଠିକ୍ ନୁହେଁ। ରୋଜି କହିଲା, ହଉ ଛାଡ଼ ସେ କଥା। ଜୟାର ଡାକ ଶୁଣି ମା ଦୁର୍ଗା ମଉସାଙ୍କୁ ଭଲ କରିଦେଲେ, ସେଇଟା ଆମ ପାଇଁ ବହୁତ ବଡ଼ କଥା। ଅନ୍ୟ ସବୁ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ଲାଗିବା ଠିକ୍ ନୁହେଁ। ପିଙ୍କି କହିଲା, ସେ ସୁରେଶ ଏତେ ଅନ୍ୟାୟ କରିଲା ଜୟା ସହିତ, କିନ୍ତୁ ତାକୁ କାହିଁକି କିଛି ବି ଦଣ୍ଡ ମିଳିଲା ନାହିଁ? ରୋଜି କହିଲା, ହୁଏତ ତା ହତାରେ ଆହୁରି ପାପ ଲେଖା ଅଛି। ସେ ନିଶ୍ଚୟ ଦଣ୍ଡ ପାଇବ, ଶୀଘ୍ର ହଉ କି ବିଳମ୍ବରେ। ଜୟା କହିଲା, ହଉ ଦିଅ ସେ କଥା ମନରୁ ବାହାର କରି ଚାଲ ମାଆଙ୍କ ପ୍ରତିମାରୁ ଗୋଟେ ଗୋଟେ ଫୁଲ ଆଣି ସବୁବେଳେ ପାଖରେ ରଖିବା। ମୁଁ ଶୁଣିଛି ସେଇ ଫୁଲ କୁଆଡ଼େ ବିପଦରେ ସାହସ ଯୋଗାଏ ଆଉ ସହାୟ ହୁଏ ବୋଲି। ତିନି ଜଣ ଉଠି ମାଆଙ୍କ ପାଖକୁ ଚାଲିଗଲେ। ମାଆଙ୍କ ଚରଣ ପାଖରେ ପଡ଼ିଥିବା କିଛି ଫୁଲ ଗୋଟେଇ ଆଣି ମୁଣ୍ଡରେ ଲଗାଇ ଦେଇ ପାଖରେ ରଖିଲେ। ସନ୍ଧ୍ୟା ସମୟ। ନଗେନ ବାବୁ ଲାଗି ପଡ଼ିଛନ୍ତି କାମରେ, ଯେମିତି ମାଆଙ୍କ ବିସର୍ଜନ ସୁରୁଖୁରୁରେ ହେବ। ମାଆଙ୍କର ଦୁଇଟି ମୂର୍ତ୍ତି ଆଗପଛ ହୋଇ ଆଗେଇ ଚାଲିଲେ ଗ୍ରାମ ପୋଖରୀ ଆଡ଼କୁ। ସାଙ୍ଗରେ ଗ୍ରାମବାସୀଙ୍କର ସମାଗମ। ଭାସି ଆସୁଥାଏ ମାଆଙ୍କର କିଛି ଜଣାଶୁଣା ଭଜନ। ଜୟା, ପିଙ୍କି ଆଉ ରୋଜି ଗୀତର ତାଳେ ତାଳେ ପାଦ ପକାଇ ନାଚୁଥାନ୍ତି। ସେମାନଙ୍କ ସାଙ୍ଗରେ ଗାଁର ଅନ୍ୟ ଝିଅମାନେ ବି ଥାଆନ୍ତି। ନଗେନ ବାବୁ ପିଙ୍କି ଆଉ ରୋଜିର ବାପାଙ୍କ ସହ ଗ୍ରାମର କିଛି ମାନ୍ୟଗଣ୍ୟ ବ୍ୟକ୍ତି ଆଗରେ ରହି ଦେଖାଶୁଣା କରୁଥାନ୍ତି। ଏପଟେ
ସୁରେଶ କାଳଗ୍ରହଙ୍କ ପରି ଅଧା ବାଟରେ ଜଗି ବସିଥାଏ। ଜଙ୍ଗଲିଆ ରାସ୍ତାରେ ସେ ଯାହା ବି କରିବ କେହି କିଛି ଜାଣିପାରିବେ ନାହିଁ ବୋଲି ତାର ବିଶ୍ୱାସ। ତାକୁ ଦୂରରୁ ମାଆଙ୍କର ଭଜନ ଶୁଣାଯାଉଥିଲା। ସେ ସତର୍କ ହୋଇଗଲା। ତାହେଲେ ଧୀରେ ଧୀରେ ଗାଡ଼ି ପାଖେଇ ଆସିଲାଣି। ଅନ୍ଧାର ଘନେଇ ଆସିବା ସହ ତା କାମନାର ଜଳା ଆଉ ଜୟାକୁ ହତ୍ୟା କରିବାର ଶକ୍ତି ବଢ଼ି ବଢ଼ି ଚାଲିଥିଲା। ଲୋକ ସମସ୍ତେ ବି ମାଆଙ୍କ ସହ ସେଇ ରାସ୍ତା ପାଖରେ ପହଞ୍ଚିଗଲେ। ଜୟା ନାଚି ନାଚି ଥକି ଯାଇଥିଲା। ସେଥିପାଇଁ ସେ ଲୋକ ଗହଳିରୁ ଦୂରେଇ ଟିକେ ପଛରେ ରହିଥିଲା। ସୁରେଶ ଲକ୍ଷ୍ୟ କରିଲା ବହୁତ ଲୋକ ଆସିଛନ୍ତି। ହୁଏତ ଆଜି ପର୍ଯ୍ୟନ୍ତ କେବେ ଗାଁର ଏତେ ଲୋକଙ୍କ ସମାଗମ ବିସର୍ଜନ ପର୍ବରେ ହୋଇନଥିଲା। ତାକୁ କିଛି ପରିମାଣରେ ଭୟ ଲାଗିଲା। ସେ ଯଦି ଧରା ପଡ଼ିଯାଏ ହୁଏତ ତାର ବଞ୍ଚିବା କଷ୍ଟକର ହୋଇପଡ଼ିବ। କିନ୍ତୁ ଯିଏ ତା ସମ୍ମାନ କମାଇ ଦେଇଛି ଗାଁରେ ସେ ତାକୁ ଛାଡ଼ିବ ନାହିଁ ବୋଲି ପ୍ରତିଜ୍ଞାବଦ୍ଧ ହେଲା। ଏମିତି ସୁଯୋଗ ହୁଏତ ଆଉ କେବେ ଆସି ନପାରେ। ଜୟା ବି ଜନଗହଳି ଠାରୁ ଟିକେ ଦୂରରେ ଅଛି। ନଗେନ ବାବୁ ବି ପୁରା ଆଗରେ ଥିଲେ। ସେଥିପାଇଁ ସୁରେଶକୁ ଆଉ ବେଶୀ କଷ୍ଟ କରିବା ପାଇଁ ପଡ଼ିଲା ନାହିଁ। ସେ ଲୁଚି ଲୁଚି ଯାଇ ସହଜରେ ଜୟାର ମୁହଁ ପାଟିକୁ ହାତରେ ଚାପି ରଖି ଜଙ୍ଗଲ ଭିତରକୁ ନେଇଗଲା। ଜୟାକୁ ଅନ୍ଧାରରେ କିଛି ଦେଖା ଯାଉନଥାଏ। ଭୟରେ ତା ଛାତି ଧଡ଼ ଧଡ଼ ହେଉଥାଏ। ସୁରେଶ ତା ପାଟିରୁ ହାତ ବାହାର କରିବା ପରେ ଜୟା ପାଟି କରିବା ପାଇଁ ଚେଷ୍ଟା କରିଲା। ସୁରେଶ କହିଲା, ଚୁପ୍ ହୋଇଯା। ପାଟି ଯେମିତି ଟିକେ ବି ନ କରୁ, ନହେଲେ ଏଇଠି ମାରି ପୋତିଦେବି ତୋତେ। ଜୟା କହିଲା, ସୁରେଶ କାକା, ତୁମେ ପୁଣି ଏଠି? ମୋ ସହିତ ତୁମର କି ଶତ୍ରୁତା ଅଛି? କାହିଁକି ସବୁବେଳେ ଏମିତି ମୋତେ ହଇରାଣ କରୁଛ? ସୁରେଶ କହିଲା, ହେ ପାଟି ଚୁପ୍ କର। କହିଲା କ'ଣ ନା କି ଶତ୍ରୁତା। ମୁଁ ତୋର କି କ୍ଷତି କରିଥିଲି କହ ତ? କାହିଁକି ଏମିତି ମୂର୍ତ୍ତି ତିଆରି କରି ମୋ ଠାରୁ ପ୍ରତିଶୋଧ ନେବା ପାଇଁ ଚିନ୍ତା କରିଲୁ? ଛାଡ଼ିବିନି ତୋତେ ମୁଁ। ଜୟା କହିଲା, ତୁମେ ଭୁଲ ଭାବୁଛ। ମୁଁ କୌଣସି ପ୍ରତିଶୋଧ ନେବା କଥା ଭାବି ନାହିଁ। ମୋ ସାଙ୍ଗମାନେ ମାଆଙ୍କ ଦର୍ଶନ କରିବା ଆଉ ବୁଲାବୁଲି କରିବା ପାଇଁ ଆମ ଗାଁକୁ ଆସିଥିଲେ। ସେଥିପାଇଁ ମୁଁ ତାଙ୍କୁ ସେଦିନ ଖୁସିରେ ବୁଲାଇ ନେଇଥିଲି। କିନ୍ତୁ ତୁମ କାର୍ଯ୍ୟକଳାପ ଦେଖି ମୁଁ ମୋ ସାଙ୍ଗମାନଙ୍କ ମନରେ ଦୁଃଖ ନ ଦେବା ପାଇଁ ଏମିତି ନିଷ୍ପତ୍ତି ନେଇଥିଲି। ତା ଛଡ଼ା ଆମେ ପୂଜା ଚାନ୍ଦା ଦେଇନଥିଲୁ ବୋଲି ଅଷ୍ଟମୀ ପୂଜା ଦିନ ତୁମେ ମାଆକୁ ବି ପୂଜା କରିବା ଲାଗି ବାରଣ କରିବ ବୋଲି ଭାବି ମୁଁ ମାଆଙ୍କର ଆଉ ଏକ ଛୋଟ ପ୍ରତିମା ତିଆରି କରିଥିଲି। କିନ୍ତୁ ସେଥିରେ ଅସୁବିଧା କ'ଣ ହେଲା ତୁମର? ମୁଁ ଜାଣିଶୁଣି ସେମିତି କିଛି କରିନାହିଁ ଯାହା ତୁମେ ଭାବୁଛ। ସୁରେଶ କହିଲା, ତୋର ସେ ମୂର୍ତ୍ତି ତିଆରି କରିବା ପରେ ମୋ ଅବସ୍ଥା କ'ଣ ହେଲା କିଛି ଜାଣିଛୁ? ସମସ୍ତେ ତୁମ ପଟରେ ମିଶିଗଲେ। ଦୋକାନୀ ସବୁ ଉଠି ପଳାଇଗଲେ। ମୋ ରୋଜଗାର ସେମିତି ଠପ୍ ହୋଇଗଲା। ମୁଁ ସବୁ ଦୋକାନୀମାନଙ୍କ ଠାରୁ କିଛି କିଛି ଟଙ୍କା ପାଉଥିଲି। କିନ୍ତୁ ଏବେ ଆଉ କିଛି ପାଇଲି ନାହିଁ। ଗାଁ ଲୋକଙ୍କର ମୋ ପ୍ରତି ଯେଉଁ ଭୟ ଆଉ ସମ୍ମାନ ଥିଲା ସେଇଟା ବି ତୋ ପାଇଁ ଗଲା। ଇଚ୍ଛା ହେଉଛି ତୋ ତଣ୍ଟିଟା ଚିପି ଦେଇ ଏଇ ସାଙ୍ଗେ ସାଙ୍ଗେ ତୋତେ ଉପରକୁ ପଠାଇ ଦେବାକୁ। କିନ୍ତୁ ଏତେ ଶୀଘ୍ର ମାରିବାକୁ ହାତ ଯାଉନାହିଁ। ଏତେ ବଡ଼ ସୁଯୋଗ ଗୋଟେ ମିଳିଛି, କ'ଣ ଛାଡ଼ିଦେବି? ସୁରେଶର ଲୋଲୁପ ନଜର ଜୟାକୁ କିଛି ଅଲଗା ଅଲଗା ଲାଗୁଥିଲା। ସେ ଅନ୍ଧାରଠାରୁ ଅଧିକ ଭୟ ସୁରେଶକୁ କରୁଥିଲା। ହାତ ଯୋଡ଼ି ଜୟା ଅନୁରୋଧ କରିଲା ସୁରେଶକୁ ତାକୁ ଛାଡ଼ିଦେବା ପାଇଁ। ଏପଟେ ପିଙ୍କି ଆଉ ରୋଜି ନାଚି ନାଚି ଯେତେବେଳେ କ୍ଳାନ୍ତ ହୋଇ ପଡ଼ିଲେ, ଦେଖିଲେ ପାଖରେ ଜୟା ନାହିଁ। ଲୋକଙ୍କ ଗହଳି ଭିତରେ ଜୟାକୁ ଖୋଜିବା ପାଇଁ ଚେଷ୍ଟା କରିଲେ। କିନ୍ତୁ ଏତେ ଲୋକଙ୍କ ଭିତରେ ଜୟାକୁ ପାଇବା ସମ୍ଭବ ହେଉନଥିଲା। ସେମାନଙ୍କ ପାଇଁ କ'ଣ କରିବେ କ'ଣ କରିବେ ଖାଲି ଭାବି ବ୍ୟସ୍ତ ହୋଇ ନଗେନ ବାବୁଙ୍କ ପାଖକୁ ଦୌଡ଼ିଗଲେ ରୋଜି ଆଉ ପିଙ୍କି। ରୋଜି କହିଲା, ମଉସା, ଜୟାକୁ ଆମେ କେହି ପାଉନାହୁଁ। ଟିକେ ଆପଣ ଦେଖନ୍ତୁ ଏତେ ଭିଡ଼ ଭିତରେ କେଉଁଠି ରହିଗଲା କି କ'ଣ? ଆମ ସହିତ ତ ଥିଲା, କିନ୍ତୁ କେତେବେଳେ କେଜାଣି ଦୂରେଇ ଯାଇଛି, ଆମେ ଆଉ ଜାଣିପାରୁନାହୁଁ। ନଗେନ ବାବୁ କହିଲେ, ହଉ ମୁଁ ଦେଖେ ରୁହ। ନଗେନ ବାବୁ ବି ଲୋକଙ୍କ ଗହଳି ଭିତରେ ପଶି ଜୟାକୁ ଖୋଜିବା ପାଇଁ ଚେଷ୍ଟା କରିଲେ, କିନ୍ତୁ ବିଫଳ ହେଲେ। ସେତେବେଳକୁ ସେ ଜଙ୍ଗଲିଆ ରାସ୍ତାଠାରୁ ବହୁତ ଆଗେଇ ଆସିଥିଲେ ସେମାନେ। ନଗେନ ବାବୁ ଗାଡ଼ି ଆଉ ଲୋକଙ୍କୁ ଅଟକାଇ ମାଇକ୍ରେ କହିଲେ, ସମସ୍ତେ ନିଜ ପାଖରେ ଆଖି ବୁଲାଇ ଦେଖନ୍ତୁ ଜୟା ଅଛି କି ନାହିଁ। ସମସ୍ତେ ମନା କରିଲେ। ନଗେନ ବାବୁଙ୍କ ଚିନ୍ତା ବଢ଼ିଗଲା। ରାତି ହୋଇ ସାରିଲାଣି। ଜୟା କୁଆଡ଼େ ଗଲା? ଏତେଗୁଡ଼ା ବାଟ ଚାଲି ଚାଲି ଆସି ସାରିଲେଣି ସବୁ। କେଉଁଠି ଖୋଜିବେ ଏବେ ତାକୁ?
ତଥାପି ଧୈର୍ଯ୍ୟ ଧରି ମାଆଙ୍କୁ ସ୍ମରଣ କରି କହିଲେ, ଜୟା ଭଲରେ ଥାଉ, କିଛି ବିପଦ ନ ଆସୁ ତା ଉପରେ। ସମସ୍ତେ ଚାରିଆଡ଼େ ଯିଏ ଯେଉଁଠି ପାରିଲା ଜୟାକୁ ଖୋଜିବାରେ ଲାଗି ପଡ଼ିଲେ।